ବର୍ତ୍ତମାନ ଦେଖିପାରୁଥିବେ ମୋ ହାତରେ ଅଛି ଗୋଟେ ବଲ୍। ଏଇ ଲାଇଟଟି କେମିତି ଜଳୁଛି ଦେଖନ୍ତୁ। ଆପଣ କଣ ଚାହୁଁଛନ୍ତି ଏଇ ବଲ୍ ଆପଣ ମାନେ ନେଇକି ମାର୍କେଟରେ ସେଲ୍ କରିକି ଭଲ ପଇସା ରୋଜଗାର କରିବା ପାଇଁ? ତ ଚାଲନ୍ତୁ ମୁଁ ଏଇ ଭିଡ଼ିଓରେ ଆପଣଙ୍କୁ ପୁରା କମ୍ପ୍ଲିଟ୍ ପ୍ରୋସେସ୍ ବତେଇବି କେମିତି ଆପଣ ମାନେ ଏଇ ବଲ୍ ଘରେ ରହିକି ବନେଇ ପାରିବେ ଏବଂ ଗୋଟେ ବଲ୍ ବନେଇବା ପାଇଁ କେତେ ଟଙ୍କା ଖର୍ଚ୍ଚ ହବ। ତ ସେଥିପାଇଁ ଆପଣଙ୍କୁ ଦରକାର ଦୁଇଟା ମେସିନ୍। ସେ ମେସିନ୍ର ନାଁ କଣ? ପ୍ରଥମେ ଦେଖନ୍ତୁ, ପ୍ରଥମେ ଏଇଟା ଗୋଟେ ଅଛି ଆମର, ଏଇଟା କୁହାଯାଏ ଆପଣଙ୍କୁ ଟିକି ଫିଟିଂ ମେସିନ୍। ଟିକି ଫିଟିଂ ମେସିନ୍ର କାମ କଣ ପ୍ରଥମେ ଜାଣିବା। ଦେଖନ୍ତୁ, ପ୍ରଥମେ ଆପଣଙ୍କୁ ଗୋଟେ ଏଇ ଟାଇପ୍ର ହାଉସିଂ ନେଇପାରିବେ। ଏଇଟା କୁହାଯାଏ ହାଉସିଂ ହେଲା। ହାଉସିଂ ନେଲା ପରେ ତାପରେ ଗୋଟେ ଆପଣ ଏମ୍ଓବି ନେବେ। ଏଇ ଟାଇପ୍ର ଏମ୍ଓବି ନେବେ ହେଲା। ଏମ୍ଓବି ନେଲା ପରେ ତାପରେ କଣ କରିବେ ନା, ଆପଣ ହାଉସିଂ ଏମ୍ଓବି ନେଲା ପରେ ତାପରେ ଦେଖନ୍ତୁ ଏଇ ସବୁ ରେଜିଷ୍ଟର ପ୍ୟାକେଟ୍ ଆସେ। ଦେଖିପାରୁଥିବେ ଏଇ ସବୁ ରେଜିଷ୍ଟର, ଯୋଉମାନେ ଜାଣିଛନ୍ତି ଆପଣ ମାନେ ଦେଖିକି ଜାଣିପାରୁଥିବେ ଏଇ ସବୁ ରେଜିଷ୍ଟର ହେଲା। ରେଜିଷ୍ଟର କଣ ପାଇଁ ଦିଅନ୍ତି? ଯୋଉଠି ଆପଣଙ୍କର ଅଧିକା ଭୋଲ୍ଟେଜ ହେଇଯାଏ ସେଇଟାକୁ ଭୋଲ୍ଟେଜଟାକୁ କଣ୍ଟ୍ରୋଲ କରିବା ପାଇଁ ସେଇଠି ଆପଣଙ୍କର ରେଜିଷ୍ଟର ୟୁଜ୍ କରାଯାଏ। ତ ମୁଁ ବର୍ତ୍ତମାନ ଏଇ ପ୍ୟାକେଟ୍ ଟିକି ଚିରୁଛି। ଦେଖନ୍ତୁ, ବର୍ତ୍ତମାନ ରେଜିଷ୍ଟରଟି ମୋ ହାତରେ ଆସିଗଲା। ତ ବର୍ତ୍ତମାନ ଗୋଟେ ସାଇଡ୍ ଏଇଠି ଦେଖନ୍ତୁ 4ଟା ହୋଲ୍ ଅଛି, ଠିକ ଅଛି। ତ ମୁଁ ରେଜିଷ୍ଟରଟା କଣ କରିବି, ପ୍ରଥମେ ଗୋଟେ ହୋଲ୍ରେ ହାଲକା ପ୍ରେସ୍ କରିଦେବି। ଦେଖନ୍ତୁ ପ୍ରେସ୍ ହେଇଗଲା। ତାପରେ କଣ କରିବା, ଆମେ ଗୋଟେ ନବା ଏମ୍ଓବି ଗୋଟେ ତାପରେ ନବା। ବର୍ତ୍ତମାନ ଦେଖିପାରୁଥିବେ ଏଇଟା କୁହାଯାଏ ଏମ୍ଓବି, ଠିକ ଅଛି। ତ ଏମ୍ଓବି ଗୋଟେ ହାଲକା ପ୍ରେସ୍ କରିଦେବା। କରିଦେଲା ପରେ ଆପଣ ଏଇଠି ନେଇକି ଯୋଉ ଗାତ ଅଛି, ଗାତ ଭିତରେ ହାଲକା ପୁରେଇ ଦେବା। ଇଏ ଟାଇଟ୍। ଆଉ ଯୋଉ ଗୋଟେ ଗାତ ରହିଲା, 4ଟା ଗାତ ଅଛି। 2ଟା ଗାତରେ ଏମ୍ଓବି ପଶିଲା, ଗୋଟେ ଗାତ ରେଜିଷ୍ଟର ପଶିଲା, ଆଉ ଗୋଟେ ଗାତ ରହିଲା। ଆଉ ଗୋଟେ ଗାତ ଦେହରେ ଆପଣ କଣ କରିବେ, ଏଇ ଓୟାର ପଶିବ। ଓୟାର ହେଲା, ଏଇ ଓୟାର ପଶିବ। ଏଇ ଦେଖିପାରୁଥିବେ ଓୟାର, ଏଇ ବ୍ଲାକ୍ ଟାଇପ୍ର ଓୟାର ଆସିବ। ଏଇ ଓୟାର ଆପଣଙ୍କର ଆଉ ଗୋଟେ ଗାତରେ ପଶିବ ହେଲା। ଏଇଭଳିଆ ଓୟାର ଦେଖିପାରୁଥିବେ, ଏଇ ଟାଇପ୍ର ଓୟାର, ଠିକ ଅଛି। ମୁଁ ଆପଣଙ୍କୁ ବି ପୁରେଇକି ଦେଖେଇ ଦଉଛି କେମିତି କଣ ହଉଛି। ବର୍ତ୍ତମାନ ଦେଖିପାରୁଥିବେ ଓୟାରଟି ଆସିଗଲା, ହାଲକା ପଶେଇ ଦେବେ, ଇଏ ରେଡି। ତାପରେ ଏଇଟାକୁ ନେବେ, ଏଇଟା ହଉଛି ହାଉସିଂ ନେଲା ପରେ ଆପଣଙ୍କର ହାଲକା କିନି ଏଭଳିଆ କରିଦେବେ ହେଲା। ହାଉସିଂ ନେଲା ପରେ ହାଲକା କିନି 2ଟା ତାରକୁ ପଛପଟର ଖୋଲିବେ। ଖୋଲିଲା ପରେ ଏଇ ଯୋଉ ଡିଓବିଟା ଅଛି, ଡିଓବିଟା ସିଧା ରଖିବା ପାଇଁ ସବୁବେଳେ ଚେଷ୍ଟା କରିବେ। ଏଇଗୁଡ଼ା ଦେଖନ୍ତୁ ସିଧା ରଖିବେ ହେଲା। ସିଧା ରଖିଲା ପରେ ଏକୁ କେମିତି ଟାଇଟ୍ କରିବେ। ଦେଖନ୍ତୁ ଏପଟର ଗୋଟେ ସାଇଡ୍ରେ ବାହାରିବ ଆପଣଙ୍କର ଓୟାର ଗୋଟେ ବାହାରିବ, ଆଉ ଗୋଟେ ରେଜିଷ୍ଟର ବାହାରିବ ହେଲା। ତାପରେ ଆପଣ କଣ କରିବେ ନା, ଗୋଟେ ଡାଏ ନେବେ। ଡାଏ କୋଉଟା କେତେ ୱାଟ୍ର ନେବେ, 9 ୱାଟ୍ର ବଲ୍ ଯେହେତୁ 9 ୱାଟ୍ର ଡାଏ ନେବେ। ମେସିନଟାକୁ ପ୍ରଥମେ ଆପଣ ଏଭଳିଆ ରଖିଦେବେ। ରଖିଲା ପରେ ଆପଣଙ୍କର ଏଇଟା ଗୋଟେ 9 ୱାଟ୍ ଡାଏ ହେଲା, ଠିକ ଅଛି। ତ ଏଇଟା ଆପଣଙ୍କର ପ୍ଲାଷ୍ଟିକର, ଏଇଟା ଲୁହାର। ଆଗରୁ ପ୍ଲାଷ୍ଟିକ ଆସୁଥିଲା, ଏବେ ଲୁହା ହେଇଯାଇଛି। ତ ଏଇଟା ୟା ପରେ ରହିବ, ଦେଖିପାରୁଥିବେ। ଏଇଟା ରଖିକି ଏଇଠି ହାଲକା ଆପଣ ପ୍ରେସ୍ ଦାବି ଦେବେ। ଦାବି ଦେଲା ପରେ ଦେଖିପାରୁଥିବେ ଏଇଟା ଆପଣଙ୍କର କମ୍ପ୍ଲିଟ। ଦେଖିପାରୁଥିବେ ବଲ୍ କମ୍ପ୍ଲିଟ। ତ ତାପରେ ଆପଣ କଣ କରିବେ, B20 ଗୋଟେ ନେବେ। ଏଇଟା କୁହନ୍ତି B20, ଠିକ ଅଛି। B20 ନେଇକି ତାପରେ ଆପଣ କଣ କରିବେ, ଗୋଟେ ପଟ ଗାତ ଏପଟର, ଗୋଟେ ପଟ ଗାତ ସେପଟର, 2ଟାଙ୍କ ଏପଟ ବାହାର କରିଦେବେ। ଏଇଟା ଟିକେ ହାଲକା ପ୍ରେସ୍ ହବ। ପ୍ରେସ୍ ହେଲା ପରେ ତାପରେ ଏଟା ଏପଟିକି କରିଦେବେ, ଏଟା ଏପଟିକି କରିଦେବେ। ଏଇ ଜାଗାଟାକୁ କେମିତି ଆପଣ ଟାଇଟ୍ କରିବେ, ତ ସେଥିପାଇଁ ଆପଣଙ୍କୁ ଆବଶ୍ୟକତା ହବ ଗୋଟେ ପଞ୍ଚିଂ ମେସିନ୍। ଏଇଟା କୁହାଯାଏ ପଞ୍ଚିଂ ମେସିନ୍। ଏଇ ଦେଖିବେ ବାଡି ଥିବ, ଏଇଟା ପଞ୍ଚ ହବ, ମାନେ 4 ପିଠି, ୟା ଦେହର ମୁନ ଥିବ। ସେଟା ଆପଣ ପ୍ରେସ୍ କଲେ ୟା ଦେହର ଏଟା ପଞ୍ଚ ହବ 4 ପିଠି, ସେଟା କୁହାଯାଏ ପଞ୍ଚିଂ ମେସିନ୍। ଯେହେତୁ ପଞ୍ଚିଂ ମେସିନ୍ ଅଛି, କିନ୍ତୁ ତାକୁ ମାନେ ଷ୍ଟେବୁଲ କରିବା ପାଇଁ ପଡିବ। ଟେବୁଲରେ ଷ୍ଟେବୁଲ ହେଲା ପରେ ଯାଇକି ପ୍ରେସ୍ ହବ। ଏଇ ଦେଖିପାରୁଥିବେ ଏଇଟା କୁହାଯାଏ ପଞ୍ଚିଂ ମେସିନ୍। ଏଟା କେମିତି କରାଯାଏ ଦେଖନ୍ତୁ, ଏ 4 ପିଠି ସବୁ ମୁନ ବାହାରିଛି ହେଲା। ମୁନ ବାହାରିଲା ପରେ ଏଇ ହୋଲ୍ଡରଟାକୁ ଆପଣ ଧରିବେ, ଧରିକି ଏଇଠି ରଖିଦେବେ। ରଖିଦେଲା ପରେ
जो टेबुल ये जो दुईटा जगह अच्छे ये दुईटा नट देकी भिड़ा हम भिड़ा है आप रखिकी हल्का ये मुड़ी देले ठकिनी प्रेस है प्रेस हो गला ये जो चारिपिटी ये जो मुन अच्छी ये चारिपिटी सब पशिज पशिगला एटा टाइट नहीं जीव आउ हलबनी है ये रेडी हो गला तापर या द्वारा कौन करवा तो ता द्वारा आम गोटे खोल लगेगा ये जो खोल अच्छी देखिपे केते सारा खोल अच्छी तो खोल गोटे आनिबा ये टाइप या द्वारा हल्का प्रेस करदे बॉल रेडी यही बॉल मात्रा आपन को 27 टंकार फुल सेटअप मिल जिवो ठीक अच्छे तापर आप गोटे खोल नहीं पारे खोल मल्टीफुल खोल ये देखी पारे खोल सब केते लेखा आसपण खोल पैक करके बिकी पारे तो बर्तमान चलन देखा यहाँ कि जलुची बर्तमान देखु मु होल्डर नगौची नगे आप आगे चेक कर दूची तो बर्तमान देखी पारे बॉल टी नगे देची होल्डर दिहरे है प्लग टी आम देखा आम लाइटा केवल जलुची तो बर्तमान देखी पारे ये प्लग टा खोल दउची खोल देला परे देखी पारे केते सुंदर ये लाइट टी जलुची तो बर्तमान मैं लाइट टी बंद करदेवी बंद करदेला परे तो आम बर्तमान देखा ये बॉल टी केते टंका रेडी हो गला मु आपन जमी कहली 27 टंकार आपन को खोल यार एमओबी टोटा डीओबी हाउसिंग सब सेटअप कंप्लीट हो जाए ता सहित आपन दुईटा मेसीन आसीबो गोटे होची टिक्की फिटिंग मेसीन गोटे होची पंचिंग मेसीन एटा होची पंचिंग मेसीन आपनकर आसीबो ठीक अछि एटा आसीबो आपन टिक्की फिटिंग मेसीन ता सहित आपन को दुईटा डाई मिलिबो गोटे होची 9 वाट रो डाई आ गोटे होची 12 वाट रो डाई एटा होची 12 वाट रो डाई दुई टाइप रो डाई आपन को प्रोवाइड करा जिवो तापर देखी पारे आम पाखे मल्टीफुल जिनस आवेलेबल रोचे देखी पारे ये सब B20 ये देखी पारे आम खोल सब प्रकार जिनस देखी पारे आवेलेबल रोचे ये देखी पारे हाउसिंग केते स्टॉक अच्छी ये टाइप हाउसिंग आसो आ गोटे कथा ये जो बॉल आप देखुं ये 1.5 वर्ष वारंटी अच्छी यहाँ मेन पॉइंट 1.5 वर्ष वारंटी अच्छी तो ताकू नहीं आपण मैंने घरे पार्ट टाइम बेसिस रे आराम से रोजगार करें तापर देखी पारे आम पाखे कलर बॉल भी अच्छी केते प्रकार कलर बॉल देखी पारे एक आपण मैंने नहीं करें देखी पारे नुआ नुआ डिजाइन कलर बॉल अच्छी जदि आप चाहते आपण ये व्यवसाय करने लो प्राइस रे आपण मैंने व्यवसाय स्टार्टअप करें जदि आप अधिक विवरणी जानापी चाहते डिस्प्ले नंबर अच्छी जोगाजोग करंतु नमस्कार।